ଜାନୁଆରୀ 25 ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ଟିକିଆ ଟେଷ୍ଟ ମ୍ୟାଚ୍ର ସିରିଜ୍। ତାହେଲେ ଏହି ଟେଷ୍ଟ ମ୍ୟାଚ୍ର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଯାଇଛି, ଯେଉଁଥିରେ ବହୁତ ସାରା ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଥିଲା ବେଳେ ପୁରୁଣା ଖେଳାଳିମାନେ ପୁଣି ଥରେ ଦଳକୁ ଫେରିଛନ୍ତି। ତ ଭାରତୀୟ ଟିମ୍ ଏହି 5 ଟିକିଆ ଟେଷ୍ଟ ମ୍ୟାଚ୍ର ସିରିଜ୍କୁ ଜିତିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବ। ତାହେଲେ ଏହି ମ୍ୟାଚ୍ ଗୁଡ଼ିକ ଏବେ ଭାରତୀୟ ଦେଶରେ ବା ଭାରତରେ ହେବାକୁ ଯାଉଛି। ଇଂଲଣ୍ଡ ଭାରତକୁ ଆସିବ ଏହି 5 ଟିକିଆ ଟେଷ୍ଟ ମ୍ୟାଚ୍ର ସିରିଜ୍ ଖେଳିବା ପାଇଁ। ତ ଆପଣମାନେ ଏହି ସିରିଜ୍ରେ ଭାରତୀୟ ଟର୍ଣ୍ଣିଂ ଟ୍ରାକ୍ ସହିତ ଫାଷ୍ଟ ବୋଲର ମାନଙ୍କର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିବ। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନଙ୍କ ସହିତ ମହମ୍ମଦ ସାମି, ସିରାଜ ଓ ବୁମରାଙ୍କ ସୁନ୍ଦର ବୋଲିଂ ଦେଖିବାକୁ ମିଳିବ। ତାହେଲେ ଚାଲନ୍ତୁ ନଜର ପକାଇବା କି ଏହି ସିରିଜ୍ ପାଇଁ ଭାରତୀୟ ଦଳର କେଉଁ କେଉଁ ଖେଳାଳିମାନେ ସିଲେକ୍ଟ ହୋଇଛନ୍ତି। ପ୍ରଥମ ନମ୍ବରରେ ରହିଛନ୍ତି ରୋହିତ ଶର୍ମା, ଦ୍ୱିତୀୟରେ ରହିଛନ୍ତି ଶୁଭମନ ଗିଲ୍, ତୃତୀୟରେ ଯଶସ୍ୱୀ ଜୟସ୍ୱାଲ, ଚତୁର୍ଥରେ ବିରାଟ କୋହଲି, ପଞ୍ଚମରେ ଶ୍ରେୟସ ଆୟର, ଷଷ୍ଠରେ କେଏଲ୍ ରାହୁଲ, ସପ୍ତମରେ କେଏସ୍ ଭାରତ, ଅଷ୍ଟମରେ ଧ୍ରୁବ ଜୁରେଲ, ନବମରେ ରବୀନ୍ଦ୍ର ଜାଡେଜା, ଦଶମରେ ଅକ୍ଷର ପଟେଲ, 11 ନମ୍ବରରେ ରବି ଚନ୍ଦ୍ରନ ଅଶ୍ୱିନ, 12 ନମ୍ବରରେ କୁଲଦୀପ ଯାଦବ, 13 ନମ୍ବରରେ ଜସପ୍ରୀତ ବୁମରା, 14 ନମ୍ବରରେ ମୁକେଶ କୁମାର, 15 ନମ୍ବରରେ ମହମ୍ମଦ ସିରାଜ, 16 ନମ୍ବରରେ ଆଭେଶ ଖାନ୍। ଏଭଳି 16 ଜଣିଆ ଟିମ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ 2ଟି ଟେଷ୍ଟ ମ୍ୟାଚ୍ ପାଇଁ ବଛାଯାଇଛି। ତାହେଲେ କ୍ୟାପ୍ଟେନ୍ ଭାବରେ ରୋହିତ ଶର୍ମା ଆଉ ୱିକେଟ୍ କିପିଂ ଭାବରେ ଧ୍ରୁବ ଜୁରେଲ, ଏହା ସହିତ କେଏଲ୍ ରାହୁଲ ୱିକେଟ୍ କିପିଂ ଭାବରେ ଓ କେଏସ୍ ଭାରତକୁ ୱିକେଟ୍ କିପର ଭାବରେ ସିଲେକ୍ଟ କରାଯାଇଛି। ତାହେଲେ ପ୍ରଥମ 2ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଏଇଭଳି ଭାବେ ଘୋଷଣା ହୋଇଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ପ୍ରଥମ 2ଟି ଟେଷ୍ଟ ମ୍ୟାଚ୍ରେ ଭାରତ କେଉଁଭଳି ଭାବେ ପ୍ରଦର୍ଶନ କରିବ? ଆଗାମୀ ଦିନମାନଙ୍କରେ ଆଉ ରହିଥିବା 5ଟି ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ କେଉଁଭଳି ପ୍ରଦର୍ଶନ କରିବ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଇଭଳି କ୍ରିକେଟ୍ ସମ୍ବନ୍ଧିତ ଟିକେନିକ୍ ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ।